ଓଡ଼ିଶାର ଶ୍ରେଷ୍ଠ ଗରିଷ୍ଠ ବରିଷ୍ଠ ସିଦ୍ଧ ସାଧକ ବିଦ୍ୱାନ ବର୍ଗଙ୍କୁ ଏ ଅଧମର ସାରସ୍ୱତ ପ୍ରଣାମ। ମୁଁ ଶ୍ୟାମସୁନ୍ଦର ଦାସ, ପବିତ୍ର ଗଞ୍ଜାମ ମାଟି ଖଲିକୋଟ ପ୍ରଗଣାସ୍ଥ ଷଣ୍ଢମୂଳ ଗ୍ରାମରେ। ପିତା ମୋର ହାଡ଼ୁବନ୍ଧୁ ଦାସ, ମାତା ସରୋଜିନୀ ଦାସ। ଅତି ଅଳ୍ପ ବୟସ ତ ନୁହଁ, କିଶୋର ବୟସରୁ ସାହିତ୍ୟ ପ୍ରତି ମନୋନିବେଶ କରିଛି। ଗୁରୁଦେବଙ୍କର ଦୟାରୁ କବିତା ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲି 10ମ ଶ୍ରେଣୀରେ। ତାହା ତ ମୋର ପ୍ରଥମ ବିଜୟ ନଥିଲା, ତାହା ଥିଲା ମୋର କବିତ୍ୱ ସ୍ଫୁରଣର ଗୁରୁଦେବଙ୍କର ପ୍ରଥମ ଆଶୀର୍ବାଦ। ସେଠାରୁ ହେଇଥିଲା କବିତ୍ୱର ସ୍ଫୁରଣ। ତେବେ ଗୁରୁଦେବଙ୍କର ପ୍ରଭାବରେ ବିଶେଷ ପ୍ରଭାବିତ ହୋଇ ମଧ୍ୟକାଳୀନ କବିତାରେ ବିଶେଷ ରୁଚି ରଖି ରସାନନ୍ଦକୁ ସାହିତ୍ୟାନନ୍ଦକୁ ପ୍ରାପ୍ତ କରିବା ପାଇଁ ମଧ୍ୟକାଳୀନ କବିତା ପାଠ କରିବାରେ ଲାଗିଲି। ସେଠୁ ଯେଉଁ ଆନନ୍ଦ ମିଳିଲା ତାହା ସଂସାରରେ କେଉଁଠି ମଧ୍ୟ ଦେଖାଗଲା ପରି କାହିଁ ନା ଲାଗୁନି ନା। ତେବେ ବିଶେଷ ଭାବେ ମଧ୍ୟକାଳୀନ କାବ୍ୟ କବିତା ପାଠ କଲା ପରେ ଅଳ୍ପ ବହୁତ ଲେଖିବା ପାଇଁ ମଧ୍ୟ ପ୍ରୟାସ କରିଥିଲି। ସେହେତୁ ମଧ୍ୟକାଳୀନ କାବ୍ୟ କବିତା ଚୌପଦୀ ଇତ୍ୟାଦି ଧାରାରେ ମୁଁ ମଧ୍ୟ ଗୋଟେ ଚୌପଦୀଟିଏ ରଚନା କରିଛି। ମଧ୍ୟକାଳୀନ କବିତା ତ ନାରୀ ପୁରୁଷ ସଂସାରର କଥା, ନାରୀ ମାନବତୀ ମାନିନୀ ସନ୍ଦେହୀ ଗୁମାନ କରିଛି ସ୍ୱାମୀ ଉପରେ। ସ୍ୱାମୀ ରସିକ, ଯିଏ ରସିକ ନୁହଁ ସେ କ'ଣ ସ୍ୱାମୀ ପଦବାଚ୍ୟ? ନା, ସ୍ୱାମୀ ମାତ୍ରକେ ରସିକ ହେବା ନିହାତି ଆବଶ୍ୟକ। ସେଥିପାଇଁ ତ ଯଦୁମଣି ମହାପାତ୍ର ଲେଖିଛନ୍ତି, ସେ କି ରସିକରେ କଣାରେ, ଯେ କି ଚାଖି ନାହିଁ ପ୍ରୀତି ପଣାରେ, ସେ କି ରସିକରେ ଗଣାରେ। ତେବେ ପ୍ରୀତି ଚାଖିବା ପାଇଁ ଆମକୁ ରସିକ ହେବାକୁ ପଡ଼ିବ, ଆଉ ରସିକ ହେଲେ ହିଁ ମାନବତୀ ନାୟିକା ମାନିନୀର ମାନ ଭଞ୍ଜନ କରିବାକୁ ହେବ। ଆମକୁ ମାନ ଭଞ୍ଜନ କରିବାକୁ ମଧ୍ୟ ପଡ଼ିବ। ଆଉ ଯିଏ ମାନିନୀ ନାୟିକା, ମାନିନୀ ପ୍ରେମିକା, ମାନିନୀ ସ୍ତ୍ରୀର ମାନ ଭଙ୍ଗ କରିପାରେ ନାହିଁ, ସେ କି ରସିକ ସ୍ୱାମୀ, ସେ କି ରସିକ ପ୍ରେମିକ? ସେ ହୁଏତ କେବଳ ପ୍ରେମିକ ହୋଇପାରେ କିନ୍ତୁ ରସିକ ନୁହେଁ। ତ ଏହିପରି ମୁଁ ମଧ୍ୟ ଚୌପଦୀ ଲେଖିଛି ମାନ ଭଞ୍ଜନ। କବି ସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଝପଟଳ ସ୍ୱରରେ କବିତା ଚୌପଦୀଟି ଗାନ କରିବାକୁ ଯାଉଛି। ସୁନ୍ଦରୀ ମନ୍ଦ ଉଦରୀ ବନ୍ଧୁ ସୁନ୍ଦରୀ, କୁଣ୍ଡର ଦନାରେ ଅଧର ବନ୍ଧୁ ସୁନ୍ଦରୀ, ମନ୍ଦ ଉଦରୀ ବନ୍ଧୁ ସୁନ୍ଦରୀ। ଚମ୍ପା ବରଣୀ ମୋ ସମ୍ପା ଅଙ୍ଗିନୀ, ରମ୍ପାଇ ଅବନି କମ୍ପୁ ସଙ୍ଗିନୀ, କଞ୍ଜ ଖଞ୍ଜନ ଗଞ୍ଜନ ଲୋଚନା, ସଞ୍ଜ କଞ୍ଜ ବନ୍ଧୁ ହାସି ଶୋଚନା, ଦୋଷଧର ଦାଣ୍ଡେ ଦଣ୍ଡ କର, ରୋଷ ପର କାଶୀ ଖଣ୍ଡନ କର। ସୁନ୍ଦରୀ ସୁନ୍ଦରୀ, ମନ୍ଦ ଉଦରୀ ବନ୍ଧୁ ସୁନ୍ଦରୀ। ମାର ବାର ବାର ପ୍ରସରେ ସର, ମାର ବାର ବାର ପ୍ରସରେ ସର,
ଛାରଗିର ଧରନାରେ ଦାସର ସୁନ୍ଦରୀ ମନ୍ଦ ଉଦରୀ ବନ୍ଧୁ ସୁନ୍ଦରୀ ଘୁଞ୍ଚ ପଲଙ୍କ ତଳପ ଆଦର ଘୁଞ୍ଚ ପଲଙ୍କ ତଳପ ଆଦର ମୁଞ୍ଚମାନ ଭାସେ ଶ୍ୟାମ ସୁନ୍ଦର ସୁନ୍ଦରୀ ମନ୍ଦ ଉଦରୀ ବନ୍ଧୁ ସୁନ୍ଦରୀ। ତେବେ ସୂର୍ଯ୍ୟୋଦୟ ପ୍ରତିଷ୍ଠାନକୁ ସାହିତ୍ୟ ପ୍ରତିଷ୍ଠାନକୁ ମୁଁ ଅଶେଷ ସାଧୁବାଦ ଜଣାଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ମୋତେ ସେ